ଭାରତ ଭର୍ସେସ୍ ଦକ୍ଷିଣ ଆଫ୍ରିକା ପ୍ରଥମ ଲଢ଼େଇ। କେଉଁଠି ଫ୍ରିରେ ଦେଖିବେ ଲାଇଭ୍ ମ୍ୟାଚ୍? କ'ଣ ରହିଛି ବ୍ୟବସ୍ଥା ଜାଣନ୍ତୁ। ତେବେ ସୂଚନା ଅନୁସାରେ ଟେଷ୍ଟ ଏବଂ ODI ସିରିଜ୍ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଏବେ ଏକ ଟି-20 ସିରିଜ୍ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ଆସନ୍ତା ବର୍ଷ ଟି-20 ବିଶ୍ୱକପ୍ ଦୃଷ୍ଟିରେ ରଖି 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ମଙ୍ଗଳବାର ଅର୍ଥାତ୍ ଆଜି ଡିସେମ୍ବର 9 ତାରିଖରେ ଖେଳାଯିବ। କଟକ, ଚଣ୍ଡିଗଡ଼, ଧର୍ମଶାଳା, ଲକ୍ଷ୍ନୌ ଏବଂ ଅହମ୍ମଦାବାଦ 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ଆୟୋଜନ କରିବେ। ଟେଷ୍ଟ ସିରିଜ୍ 0-2ରେ ହାରିବା ପରେ ଭାରତୀୟ ଦଳ ODI ସିରିଜରେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି ଏବଂ 3 ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ 2-1ରେ ଜିତିଛି। ବର୍ତ୍ତମାନ ସମ୍ପୂର୍ଣ୍ଣ ଧ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଉପରେ, ଯାହାଙ୍କଠାରୁ ସମସ୍ତେ ସିରିଜ୍ ଜିତିବାର ଆଶା ରଖିଛନ୍ତି। ତେବେ ଆପଣ କ'ଣ ଜାଣନ୍ତି ଯେ ପ୍ରଶଂସକମାନେ କେବେ, କେଉଁଠି ଏବଂ କିପରି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-20 ଲାଇଭ୍ ଦେଖିପାରିବେ? ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-20 ମଙ୍ଗଳବାର ଅର୍ଥାତ୍ ଆଜି ଡିସେମ୍ବର 9 ତାରିଖରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-20 ସନ୍ଧ୍ୟା 7ଟାରେ ଖେଳାଯିବ। ଟସ୍ ସନ୍ଧ୍ୟା 6:30ରେ ହେବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-20 ଷ୍ଟାର ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରଣ କରାଯିବ। ପ୍ରଶଂସକମାନେ ଜିଓ ହଟ୍‌ଷ୍ଟାର ଆପ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-20ର ଲାଇଭ୍ ଷ୍ଟ୍ରିମ୍ ଦେଖିପାରିବେ।